हिंदुत्व रक्षा सुरक्षा ଆମର ଏକ ଲକ୍ଷ୍ୟ ଜାରି ରହିବ। ଆମ ହିନ୍ଦୁତ୍ୱ ରକ୍ଷା ପାଇଁ ପ୍ରସାର ପ୍ରଚାର ଆମେ ଯଦି କରୁଛୁ ବର୍ତ୍ତମାନ ଆଉ ଗୋଟେ କଥା କହିଛି ସନାତନ ଧର୍ମ ଏମିତି ସବୁ ଜାଗ୍ରତ ଆମ ସନାତନ ଧର୍ମ ବଞ୍ଚାଉ ଜାତିବାଦକୁ ପରଦୂର ଆମର ଆହ୍ୱାନ ଦେଖନ୍ତୁ ସର୍ବପ୍ରଥମେ ଜନସାଧାରଣମାନଙ୍କୁ ପବିତ୍ର ରାମ ଅବସରରେ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ ଜଣାଉଛି। ସମସ୍ତଙ୍କୁ ନିବେଦନ ରହିବ ଓଡ଼ିଶାବାସୀଙ୍କୁ ଆପଣମାନେ ସୁରୁଖୁରୁରେ ଶାନ୍ତି ଶୃଙ୍ଖଳାର ସହିତ ଏଇ ଶ୍ରୀରାମ ପର୍ବକୁ ପାଳନ କରନ୍ତୁ ଏବଂ ଏଇ ମହୋତ୍ସବକୁ ଆପଣମାନେ ନିଜ ପରିବାର ସହିତ ନିଜ ସମାଜ ସହିତ ନିଜ ସାହିରେ ନିଜ ସହରରେ ଆପଣମାନେ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରନ୍ତୁ। ଆଜି ଯୋଉ ପବିତ୍ର ଶ୍ରୀରାମ ନବମୀ এই ଅବସରରେ ଆପଣମାନେ ଜାଣିଥିଲେ ସାରା ଭାରତବର୍ଷରେ ପ୍ରଭୁ ଶ୍ରୀରାମ ଜନ୍ମଙ୍କ ଜନ୍ମ ଉତ୍ସବକୁ ପାଳନ କରାଯାଏ ଏବଂ ତା ଆଡ଼ମ୍ବରରେ ପାଳନ କରାଯାଏ। এই পরিপ্রেক্ষিতে আজ রাষ্ট্রীয় হিন্দু পরিষদ ওড়িশা সংগঠন বিভিন্ন জিল্লার যাজপুর জেলা ভদ্রক জেলা 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 এবং বলাঙ্গীর জেলা এবং বিভিন্ন জিল্লার আজ কার্যক্রম করা যাচ্ছে এবং আজ বালিপাটনা ব্লক ভুবনেশ্বর সাংগঠনিক জেলা অন্তর্গত বালিপাটনা ব্লক এবং বালিঅন্তা ব্লক মিলিত উদ্যমে আমার জেলা সভাপতি জেলা উপসভাপতি জেলা সম্পাদক নেতৃত্বে আজ এক বিরাট এবং ভক্ত শোভাযাত্রা বাড়িଥିଲା এই মৌসম্মা হনুমান মন্দির শোভাযাত্রাকে বাহারি 25 কিলোমিটার শোভাযাত্রা করা পরে পুরী মন্দিরে আসি পৌঁছিছি এবং শোভাযাত্রা বহু সুন্দর হয়েছিল। সরু ঊর্ধ্ব সংখ্যার মোটরসাইকেল এবং 4 চকিয়া যান ମଧ୍ୟ ପନ୍ଦରରୁ 20 ଥିଲା ତା ସହିତ ଡିଜେ ଥିଲା ଏବଂ ଛୋଟ ଛୋଟ କୁନି ଛୁଆମାନଙ୍କୁ ଦେଖୁଥିବେ କିଏ ହନୁମାନ ରୂପରେ କିଏ ଶ୍ରୀରାମଙ୍କ ରୂପରେ କିଏ ପ୍ରଭୁ ମହାଦେବଙ୍କ ରୂପରେ ସେମାନଙ୍କୁ ବାହାର କରାଯାଇଥିଲା এই ଶୋଭାଯାତ୍ରାରେ ଏବଂ ଅତ୍ୟନ୍ତ ସୁନ୍ଦର ଶୋଭାଯାତ୍ରା ହେଇଥିଲା ବହୁତ ସୁନ୍ଦର ହେଇଥିଲା। ଆଶା କରୁଛୁ ଆସନ୍ତା ବର୍ଷ ତାଠାରୁ ଆହୁରି ଉଚ୍ଚକୋଟୀର ଶୋଭାଯାତ୍ରା କରାଯିବ ଏବଂ ଏହି ମହୋତ୍ସବକୁ ପାଳନ କରାଯିବ। ନିଶ୍ଚିତ ଅତ୍ୟନ୍ତ ଦୁଃଖଦ ଘଟଣା କହିବି ରାଷ୍ଟ୍ରରେ ହିନ୍ଦୁମାନଙ୍କ ସଂସ୍କୃତି ପରମ୍ପରା ପର୍ବପର୍ବାଣୀରେ କେତେ ସଂଖ୍ୟାରେ ପୋଲିସ ମୁତୟନ କରିବା ଆଶ୍ଚର୍ଯ୍ୟଜନକ ବୋଲି କହିବି ଦୁଃଖଦାୟକ ବୋଲି କହିବି। କେବଳ ଏତିକି ନୁହଁ ଆପଣ ଜାଣିଥିବେ এই বিগত 2-3 দিন ভিতরে ওড়িশার বিভিন্ন জেলায় পুলিশ প্রশাসন দ্বারা ফ্ল্যাগ মার্চ করা কাহিঁকি কোন ପାଇଁ ମୋର ପ୍ରଶ୍ନ ସରକାରଙ୍କୁ যে ଆମେ ହିନ୍ଦୁ ଦେବାଦେବୀଙ୍କ ପର୍ବପର୍ବାଣୀରେ ସେ ହିନ୍ଦୁ ରାଷ୍ଟ୍ରରେ ଟିକେ ଆମର ସହଜ ଦେବତା ପ୍ରଭୁ ଶ୍ରୀରାମଙ୍କ ଜୟନ୍ତୀ ଉତ୍ସବକୁ ଆମେ ପାଳନ କରୁଛୁ। ଏଇଠି ପୁଲିସ ପ୍ରଶାସନ ଏତେ ସଂଖ୍ୟାରେ ଫ୍ଲ୍ୟାଗ ମାର୍ଚ କରିବା ଏବଂ ପୁଲିସ ମୁତୟନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ। ତାପରେ ଆପଣ ଦେଖିଲେ ବିଭିନ୍ନ ଜିଲ୍ଲାରେ ଶାନ୍ତି କମିଟି ଗଠନ କରାଗଲା। କାହା ଉଦ୍ଦେଶ୍ୟ କାହିଁକି ଶାନ୍ତି କମିଟି? ହିନ୍ଦୁ କେବେ ହିଂସା କରେ ନାହିଁ, ହିନ୍ଦୁ ସବୁବେଳେ ଅହିଂସାରେ ବିଶ୍ୱାସ କରେ। ହିନ୍ଦୁ ଅହିଂସାରେ ବିଶ୍ୱାସ କରି କାର୍ଯ୍ୟ କରେ ତାହେଲେ ଶାନ୍ତି କମିଟି କଣ ବସାଇଛି? ଶାନ୍ତି କମିଟିର କିଛି ଆବଶ୍ୟକତା ନାହିଁ। ଏହା ଗୋଟେ ପ୍ରହସ ବୋଲି କହିବୁ ସରକାର ଏବଂ ପୋଲିସ ପ୍ରଶାସନ ଗୋଟେ ପ୍ରହସ ରାଷ୍ଟ୍ରୀୟ ଭୁବନେଶ୍ୱର ସାଙ୍ଗରେ ଆଜି ଆମ ରାମଲାଲାଙ୍କ ଜନ୍ମଦିନ ଅବସର ଆଜି ରାମଲାଲା ଜନ୍ମଦିନ ଅବସରରେ ରାମନବମୀ ଶୋଭାଯାତ୍ରା ଆମେ ଆୟୋଜନ କରୁ। ବହୁତ ଶାନ୍ତି ଶୃଙ୍ଖଳାର ଆୟୋଜନ ହେଲା ରାଷ୍ଟ୍ରୀୟ ପରିଷଦ ଓଡ଼ିଶା ସଂଗଠନ ତରଫରୁ। ତାପରେ ରାଷ୍ଟ୍ରୀୟ ଓଡ଼ିଶା ସଂଗଠନ ଜିଲ୍ଲା ସଭାପତି ଅଛନ୍ତି ଜିଲ୍ଲା ଉପସଭାପତି ରମାକାନ୍ତ ବେଟିଆ। ତ ଯାହାବି ଆଜି ହେଇଛି ହିନ୍ଦୁତ୍ୱ ରକ୍ଷା ଗୋମାତା ସୁରକ୍ଷା ଆମର ଏକ ଲକ୍ଷ୍ୟ। ତ ଆଜି ଏମିତି ଜାରି ରହିବ ଆମ ହିନ୍ଦୁତ୍ୱ ରକ୍ଷା ପାଇଁ ପ୍ରସାର ପ୍ରଚାର ଆମେ ସବୁ କରୁଛୁ ବର୍ତ୍ତମାନ। ଆଉ ଗୋଟେ କଥା କହିବି ସନାତନ ଧର୍ମ ଏମିତି ସବୁ ହିନ୍ଦୁ ଭାଇମାନଙ୍କୁ ଜାଗ୍ରତ ହେବ ଆମ ସନାତନ ଧର୍ମକୁ ବଞ୍ଚାଉ ଜାତିବାଦକୁ ପରଦୂର ଆମେ ସବୁ ପାଇଯାଉ ଆମର ଆହ୍ୱାନ ହିନ୍ଦୁ ଭାଇମାନଙ୍କୁ ଦେବି ନିଜ ମାଧ୍ୟମରେ। ତ ଆଜି ଯୋଉ ବିଷୟ ଶୋଭାଯାତ୍ରା ହେଇଥିଲା ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ନେତୃତ୍ୱରେ ହେଇଥିଲା ସନ୍ତୋଷ ଭାଇ ଅଧ୍ୟକ୍ଷ ଉପାଧ୍ୟକ୍ଷ ଅର୍ଜୁନ ଭାଇ ରାଜ୍ୟ ଉପସଭାପତି ରାଜୀବ ମିଶ୍ର ତ ରାଜ୍ୟ ଉପସଭାପତି ସଭାପତି
ମୁନା ଭାଇ ଅଛନ୍ତି ମୋ ପାଖରେ। ତ ଆଜି ଯୋଉ ଶୋଭାଯାତ୍ରା ହେଇଥିଲା ବହୁତ ଶାନ୍ତି ଶୃଙ୍ଖଳା ହେଇଥିଲା, ବହୁ ମାତ୍ରାରେ ଆମ ହିନ୍ଦୁ ଯୋଦ୍ଧା ଭାଇ ମାନେ କରିଥିଲେ। ତ ଏଠି ଭାଇ କିଛି କହିବେ? ଜୟ ଶ୍ରୀରାମ। ଆମ ସୁଶାନ୍ତ କୁମାର ମୁଦୁଲି, ଜିଲ୍ଲା ସଭାପତି ଭୁବନେଶ୍ୱର ପରିଷଦ। ହବା ଆଜି ଯେହେତୁ ରାମଙ୍କର ଜନ୍ମଦିନ, ଆମେ ତାକୁ ବହୁତ ଖୁସିରେ ମନାଉଛୁ। ଆଉ ସେଟା ଆମର ଚାଲିବ, ଆମ ଗୋଟେ ବିଶାଳ ଶୋଭାଯାତ୍ରା ଆୟୋଜନ କରିଥିଲୁ କହିଲେ ଆମର ଭାଇ। ଆଉ ବହୁତ ଭାଇମାନେ ଆମ ସହିତ ଜଡ଼ିତ ହେଇଥିଲେ, ଶାନ୍ତି ଶୃଙ୍ଖଳା ସହିତ ଆମର ଥିଲା। ଏଠାରେ ଆମର ମେନ୍ ମୁଖ୍ୟ ଲକ୍ଷ୍ୟ ଥିଲା ଧର୍ମ ରକ୍ଷା ଓ ସୁରକ୍ଷା ଆଉ ଲୋକମାନଙ୍କୁ ସଚେତନ କରାଇବା। ଯୋଉଟା ବହୁତ ସୁନ୍ଦର ଭାବରେ ହେଇଛି, ଆଗକୁ ମଧ୍ୟ ଜାରି ରହିବ। ଏଇଟା ଆମେ ହବ ଆମ ସହିତ 1000ରୁ ଅଧିକ ଜଡ଼ିତ। ଆମର ଶୋଭାଯାତ୍ରା ହେଇଥିଲା। ବର୍ତ୍ତମାନ ସନ୍ଧ୍ୟାବେଳେ ଆମର ପ୍ରଶାସନ ଅଛି, ଭାଇ ଆମର ଅଛନ୍ତି। ଭାଇଙ୍କ ଅଶେଷ ଅଶେଷ ଧନ୍ୟବାଦ। ଭାଇଙ୍କ ଆମର ସଫଳ ଭାବରେ ହେଇପାରିଛି। ନାଇଁ ଟ୍ରାଫିକ ସମସ୍ୟା କିଛି ହେଇନି। ପୁଲିସ ପ୍ରଶାସନ ପକ୍ଷରୁ ବହୁତ ଆମକୁ ସାହାଯ୍ୟ ମିଳିଥିଲା, ବହୁତ ସହଯୋଗ